जिसाय 43 ର 18-19 ମୁଁ ପଢୁଛି। ତୁମେ ମାନେ ଆଦ୍ୟ ବିଷୟ ସବୁ ସ୍ମରଣ କର ନାହିଁ, କିଏ ବା ପୁରାତନ ବିଷୟ ସବୁ ବିବେଚନା କର ନାହିଁ। ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା, ତାହା ଏବେ ଅଙ୍କୁରିତ ହେବ। ତୁମେ ମାନେ କି ତାହା ଜାଣିବ ନାହିଁ? ଆହୁରି ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ କରିବା। ଆମେନ୍। ପ୍ରଭୁ ଏ ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ ଆଜି କଥା କହିବାକୁ ଚାହୁଁଛନ୍ତି। ଆମେ ଏଠି ଦେଖିଛୁ ପୁରୁଣା ବିଷୟ ସବୁକୁ ଭୁଲି ଯାଇକି ପରମେଶ୍ୱରଙ୍କର ନୂତନ କାର୍ଯ୍ୟକୁ ଗ୍ରହଣ କରିବା ପାଇଁ ଆମକୁ ଏ ଗୋଟେ ମେସେଜ ଆସିଛି। ପୁରାତନ ବିଷୟକୁ ଆମେ ଭୁଲିଯିବା ଆଉ ପରମେଶ୍ୱରଙ୍କର ନୂତନ କାର୍ଯ୍ୟକୁ ଗ୍ରହଣ କରିବା। ଏଇ ମେସେଜ ଆମକୁ ଦିଆ ହଉଛି। ଏଇ ପ୍ରକୃତିରେ ଏଇ ମେସେଜଟା ସେଇ ସମୟର ଯେତେବେଳେ ଇସ୍ରାଏଲିଆ ମାନଙ୍କର ବାବିଲୋନରୁ ବନ୍ଦୀ ଅବସ୍ଥାରୁ ମୁକ୍ତି ବିଷୟ କହୁଛନ୍ତି। ସେଇ ସମୟର ଘଟଣା ଏସବୁ ଇସ୍ରାଏଲିଆ ମାନଙ୍କୁ ମୁକ୍ତି ବିଷୟରେ, ସେମାନେ ଯୋଉ ବାବିଲୋନରେ ବନ୍ଦୀ ଥିଲେ ସେଇ ଅବସ୍ଥାରୁ ମୁକ୍ତି ବିଷୟ ପରମେଶ୍ୱର ଜିସାୟଙ୍କ ଭବିଷ୍ୟତ ବକ୍ତାଙ୍କ ଦ୍ଵାରା କହୁଛନ୍ତି, ତାଙ୍କୁ ଜଣାଉଛନ୍ତି, ପ୍ରଭୁ ଜଣାଉଛନ୍ତି। ପରମେଶ୍ୱର ସେମାନଙ୍କୁ ଗୋଟେ ନୂତନ ଆଉ ଅଧିକ ଶକ୍ତିଶାଳୀ ମୁକ୍ତି ପ୍ରଦାନ କରିବାକୁ ଯାଉଥିଲେ। ସେଇ ବିଷୟ ଏଠାରେ ଲେଖା ହେଇଛି। ଏଇ ବାକ୍ୟ ଆଜି ଆମକୁ ବି ଅନେକ ବିଷୟ କହୁଛି। ପ୍ରଭୁ ଆଜି ଏ ବାକ୍ୟ ଦ୍ଵାରା ଆମମାନଙ୍କୁ ଜଣାଉଛନ୍ତି, ପୂର୍ବ କଥା ସବୁ ସ୍ମରଣ କର ନାହିଁ, କିଏ ବା ପୁରାତନ ବିଷୟ ସବୁ ବିବେଚନା କର ନାହିଁ। ଏହାର ଅର୍ଥ ଅତୀତ ଜୀବନରେ ଆମ ମାନଙ୍କର ଜୀବନରେ, ଅତୀତ ଜୀବନରେ, ପାଷ୍ଟ ଲାଇଫରେ ଯାହା କିଛି ଘଟି ଯାଇଛି, ଯୋଉ ବିଫଳତା ଘଟି ଯାଇଛି, ଦୁଃଖ, ଯୋଉ ଚିନ୍ତା, ଏଇ ସବୁ ବିଷୟ ଆମେ ଚିନ୍ତା କରି ସେଇ ସବୁ ବିଷୟ ଭାବି ଭାବି ଆମେ ଚିନ୍ତାରେ ବୁଡି ରହିବା ନାହିଁ। ପୁରୁଣା ଜୀବନର ଅନେକ ସକ୍ସେସ ବି ଅଛି, ସେଇ ସବୁ ସକ୍ସେସକୁ ବି ମନରେ ଧରିକି ରଖିକି ଗର୍ବ କରିକି ବସିଯିବାର ବି ନାହିଁ। ପ୍ରଭୁ କହୁଛନ୍ତି ସେ ସବୁକୁ ସ୍ମରଣ କର ନାହିଁ କି ବିବେଚନା କର ନାହିଁ। ଆମେ ତୁମ ପାଇଁ ଗୋଟେ ନୂତନ କାର୍ଯ୍ୟ କରିବା, ମାନେ ସେସବୁକୁ ଆମେ ସ୍ମରଣରେ ଆଣିବା ନାହିଁ। ପ୍ରଭୁ ଆମକୁ ଆଗକୁ ବଢିବା ପାଇଁ କହୁଛନ୍ତି। ପରମେଶ୍ୱର ଆମ ଜୀବନରେ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ଅତୀତରେ ଆମେ ଯଦି ଅତୀତ ଜୀବନର ସବୁ ଘଟଣାରେ ଅଟକିକି ରହିଯିବା, ଆଉ ବର୍ତ୍ତମାନର ସୁଯୋଗକୁ ଆମେ ହରେଇଦେବା। ଆଜିର ବାକ୍ୟ ଆମକୁ ଜଣାଉଛି, ଆମେ ଆମ ଜୀବନର ଅତୀତର ଭୁଲ, ବିଫଳତା ଯାହା କିଛି ହେଇଯାଇଛି, ସେଇ ସବୁକୁ ଆମେ ଧରିକି ରଖିକି ଆମେ ବର୍ତ୍ତମାନର ସୁଯୋଗକୁ ନ ହରଉ। ଏଇ ପଦ ଗୁଡିକରୁ ଆମେ ଜାଣିପାରୁଛୁ ପରମେଶ୍ୱର ଆମ ଜୀବନରେ ଗୋଟେ ନୂତନ କାର୍ଯ୍ୟ କରିବା ପାଇଁ ଗୋଟେ ପ୍ରମିସ କରୁଛନ୍ତି। ସେ ପ୍ରତିଜ୍ଞା କରୁଛନ୍ତି ଗୋଟେ ନୂତନ କାର୍ଯ୍ୟ କରିବା। 19 ଲେଖା ହେଇଛି, ଦେଖ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା, ତାହା ଏବେ ଅଙ୍କୁରିତ ହେବ। ତୁମେ ମାନେ କି ତାହା ଜାଣିବ ନାହିଁ? ଆହୁରି ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ କରିବା। କେତେ ଆଶ୍ଚର୍ଯ୍ୟ, କେତେ ବଡ ସେ ପ୍ରମିସ କରୁଛନ୍ତି ଏଠି। ପ୍ରଭୁ ଆମକୁ କହୁଛନ୍ତି ଅତୀତକୁ ଭୁଲି ଯାଇକି ଆଗାମୀ ଭବିଷ୍ୟତ ଉପରେ ଧ୍ୟାନ ଦେ। ତାର ଉପରେ ସେ ଏନକରେଜ କରୁଛନ୍ତି ଏଇ ୱାର୍ଡ ଦ୍ଵାରା ଆମମାନଙ୍କୁ। ଏଇ ୱାର୍ଡ ଦ୍ଵାରା ଆମକୁ ଏନକରେଜ କରୁଛନ୍ତି। ଅତୀତ ଜୀବନର ଯାହା କିଛି ଭୁଲ କରିଦେଇଛୁ, ସେଇ ସବୁକୁ, ସେ ଅତୀତ ଜୀବନର ଦୁଃଖକୁ, ଯୋଉ ପାପକୁ, ସେଇଗୁଡାକୁ ଭାବି ଭାବି ଚିନ୍ତା କରିବା ଦରକାର ନାହିଁ। ଏମିତି ଯଦି ଚିନ୍ତା କରିବା, ଆମେ ଭବିଷ୍ୟତର ଆଶୀର୍ବାଦ ଯୋଉ ପ୍ରଭୁ ଆମ ପାଇଁ ରଖିଛନ୍ତି, ସେ ସବୁ ପାଇବାରେ ଆମକୁ ବାଧା ସୃଷ୍ଟି ହବ। ଏଇଟା ଗୋଟେ ବହୁତ ବଡ ଆଶାର ବାକ୍ୟ। ପ୍ରଭୁ ଆମକୁ ଗୋଟେ ଶକ୍ତିଶାଳୀ ବାର୍ତ୍ତା ଦଉଛନ୍ତି, ଗୋଟେ ପରିବର୍ତ୍ତିତ ଲାଇଫ କୁ ଚାହୁଁଛନ୍ତି। ସେ ଆମର ଯୋଉ ଲାଇଫ ଥିଲା ପାଷ୍ଟ ଲାଇଫ, ସେ ପାଷ୍ଟ ଲାଇଫକୁ ଆମକୁ ବଦଳିବାକୁ ପଡିବ। ପ୍ରଭୁ କହୁଛନ୍ତି ଆଗକୁ ଚାଲ। ପ୍ରଭୁ ତାଙ୍କର ନୂତନ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି। ଆମକୁ କ୍ଷମା ଦେଇ ଗୋଟେ ନୂଆ ଲାଇଫରେ, ନୂଆ ଲାଇଫରେ ତାଙ୍କ ସହିତ ଆମକୁ ନେବା ପାଇଁ ସେ ଆମକୁ ଆମନ୍ତ୍ରଣ କରୁଛନ୍ତି। ଏ ବାକ୍ୟ ଦ୍ଵାରା ସେ ଆମ ପାଇଁ ଗୋଟେ ନୂଆ ଓ ଅଦ୍ଭୁତ କାମ କରିବାକୁ ଯାଉଛନ୍ତି। ଯାହା ଅସମ୍ଭବ ପରି ଲାଗୁଥିବ, ଯୋଉ ପରିସ୍ଥିତି ଅସମ୍ଭବ ଲାଗୁଥିବ, କିନ୍ତୁ ସେଥିରେ ବି ସେ ବାଟ ତିଆରି କରିବେ କହୁଛନ୍ତି। ସେ କହୁଛନ୍ତି ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ। ଅସମ୍ଭବକୁ ସମ୍ଭବ ଜିନିଷ ସେ କହୁଛନ୍ତି ସବୁ ଭୁଲିଯା,
ମୁଁ ତୋ ପାଇଁ ତୁ ଅତୀତ ଜୀବନ ପାପ ସବୁ କିଛି ତୁ ଭୁଲି ଯା, ମୁଁ ତୋ ପାଇଁ ଗୋଟେ ନୂଆ କାର୍ଯ୍ୟ କରିବି। ଆମେ ଯେତେବେଳେ ଈଶ୍ୱରଙ୍କ ଠାରେ ସରେଣ୍ଡର କରୁ, ନିଜ ନିଜକୁ ତାଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରୁ, ଅନୁତାପରେ ହୃଦୟରେ ପ୍ରଭୁଙ୍କ ପାଖକୁ ଚାଲି ଆସିବା, ଆମର ସବୁ ପାପ ସେ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ସେ ଚାହୁଁଛନ୍ତି ଆମ ଜୀବନରେ ଗୋଟେ ନୂଆ କାର୍ଯ୍ୟ କରିବେ, ଆମର ପରିସ୍ଥିତିକୁ ସେ ବଦଳାଇବା ପାଇଁ ଚାହୁଁଛନ୍ତି, ସେ ଆମ ଜୀବନରେ କିଛି ନୂଆ କରିବା ପାଇଁ ଚାହୁଁଛନ୍ତି। ଜୀବନର ପରିବର୍ତ୍ତନ ଆଉ ରୂପାନ୍ତରକରଣ ଯାତ୍ରାରେ ଆମ ସହିତ ସେ ଯୋଗ ଦେବା ପାଇଁ ଆମକୁ ସେ ଆମନ୍ତ୍ରଣ କରୁଛନ୍ତି। ଆସ, ମୁଁ ତୋ ପାଇଁ ଅନେକ ଯୋଜନା ରଖିଛି, ପ୍ରଭୁ କହୁଛନ୍ତି। ଯେତେବେଳେ ଆମେ ପରିସ୍ଥିତି କଷ୍ଟକର ବା ଅସମ୍ଭବ ଭାବିଥାଉ, ଯୋଉ ପରିସ୍ଥିତି ଯୋଉ ସିଚୁଏସନକୁ କଷ୍ଟକର ବା ଇମ୍ପସିବୁଲ ଭାବିଥାଉ, ଯେମିତି ମରୁଭୂମିରେ ଲେଖା ହେଇଛି ନଦ ନଦୀ ଆଉ ପ୍ରାନ୍ତରରେ ପଥ, ଅସମ୍ଭବ ଜିନିଷ, ସେଇ ସମୟରେ ବି ପରମେଶ୍ୱର ଗୋଟେ ୱେ ବାହାର କରିବେ, ସେ ରାସ୍ତା ବାହାର କରିପାରିବେ। ତାଙ୍କ ପାଖରେ କୌଣସି ଜିନିଷ ଇମ୍ପସିବୁଲ ନାହିଁ। ସେ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ତାଙ୍କର ସେ ମହାନ ଯୋଜନା ଉପରେ ଆମେ ଭରସା ରଖିବା ଆବଶ୍ୟକ। ଆମକୁ କହୁଛନ୍ତି ପଛ ଜୀବନରେ ଯାହା କିଛି ଭୁଲ କରିଦେଇଛୁ, ଯାହା କିଛି ମୋ ପାଇଁ ସମୟ ଦେଇନୁ, କିଏ ତତେ ବାଧା ଦେଇଛି, ଏଇ ସବୁ ଜିନିଷ ଗୁଡା ଭୁଲି ଯା। ପ୍ରଭୁଙ୍କ ପାଖରେ ଆମେ ସରେଣ୍ଡର କଲେ ସେ ଆମର ହାତ ଧରି ଗୋଟେ ନୂଆ ଯୋଜନା, ଆମ ପାଇଁ ଯୋଉ ଯୋଜନା ରଖିଛନ୍ତି ସେ ଯୋଜନାରେ ଆମକୁ ନେବା ପାଇଁ ଚାହୁଁଛନ୍ତି। ଆମେ ତାଙ୍କ ପାଖରେ ସରେଣ୍ଡର କଲେ ସେ ଆମକୁ ରାସ୍ତା ଦେଖେଇବେ। ତାଙ୍କର ସେ ମହାନ ଯୋଜନା ଉପରେ ଆମେ ଭରସା ରଖିବା ଆବଶ୍ୟକ ଅଟେ। ପରମେଶ୍ୱର ନୂତନ କାର୍ଯ୍ୟକୁ ଆମେ ଯେତେବେଳେ ଚିହ୍ନିବା ପାଇଁ ଆମେ ଜାଣିବା କେମିତି, ଆମେ ସେଥିପାଇଁ ଆହୁରି ବାକ୍ୟକୁ ଧ୍ୟାନ କରିବା, ଆମର ଆତ୍ମିକ ଜୀବନର ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା, ଯେତେ ସମୟ ହେଇପାରିବା ତାଙ୍କର ପାଦ ତଳେ ବସିବା, ବହୁତ କେୟାରଫୁଲି ତାଙ୍କର ବାକ୍ୟକୁ ଅନୁଧ୍ୟାନ କରିବା, ବାକ୍ୟ ଦ୍ୱାରା ସେ କଥା କହନ୍ତି ଶୁଣିବା। ଅନେକ ସମୟ ଆମେ ଏଠି ଦେଖୁଛୁ ଲେଖା ହଉଛି ଏବେ ଅଙ୍କୁରିତ ହବ, ତାହା ଏବେ ଅଙ୍କୁରିତ ହବ, ତୁମେ ମାନେ କି ତାହା ଜାଣିବ ନାହିଁ। ଅନେକ ବିଷୟ ପ୍ରଭୁ ଆମ ପାଇଁ କରୁଛନ୍ତି, ଆମେ ଜାଣିପାରୁନୁ, ସମୟ ଆସିଲେ ଆମକୁ ଜଣାନ୍ତି ଅନେକ ବିଷୟ। କାହିଁକିନା ସ୍ୱ ଗୌରବ ରକ୍ଷଣାର୍ଥେ ମହାନ ପରମେଶ୍ୱର ସେ ଅଟନ୍ତି। ଆମ ଜୀବନ ପାଇଁ, ସମସ୍ତଙ୍କ ଜୀବନ ପାଇଁ ସେ କେତେ ଜିନିଷ ତାଙ୍କର ପ୍ଲାନ୍ କରିକି ରଖିଛନ୍ତି, ଯାହାକି ଯୋଉ ସମୟ ଆସିବ ସେ ସମୟରେ ସେ ସବୁ ଦେବେ। ତାଙ୍କର ଆଶୀର୍ବାଦ ତତ୍କ୍ଷଣାତ୍ ଆମକୁ ନ ମିଳିପାରେ, କିନ୍ତୁ ଆମେ ଯେତେବେଳେ ଆମର ସାମର୍ଥ୍ୟ ପରମେଶ୍ୱରଙ୍କୁ ଜାଣିଛୁ, ତାଙ୍କର ଅଲମାଇଟି ପାୱାରକୁ ଜାଣିଛୁ, ସେ କିଏ, ସେ ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱରକୁ ଆମେ ବିଶ୍ୱାସ କରିବା, ଆମେ ତାଙ୍କୁ ଆହୁରି ଭଲ ପାଇବା, ଆମେ ତାଙ୍କୁ ଆହୁରି ଭୟ କରିବା, ଆମେ ତାଙ୍କ ଉପରେ ବହୁତ ନିର୍ଭର କରିବା, ତାଙ୍କୁ ପ୍ରେମ କରିବା, ତାଙ୍କ ସହିତ ସମୟ କାଟିବା, ଆଉ ସବୁବେଳେ ଧୈର୍ଯ୍ୟର ସହିତ ତାଙ୍କର ସମୟକୁ ଅପେକ୍ଷା କରିବା, ଆଉ ତାଙ୍କର ଜ୍ଞାନ ଉପରେ ନିର୍ଭର କରିବା। ଏଇ ସବୁ ପଦ ଗୁଡା ଆମ ଜୀବନରେ ଯୋଉ ଅତୀତର ବୋଝ ଗୁଡା ରହିଯାଇଛି, ଅନେକ ବିଷୟରେ ଆମ ଜୀବନରେ ଆମେ କଷ୍ଟ ଅନୁଭବ କରିଥାଉ, ନିଜର ଭୁଲ ଯୋଗୁ ହେଇଥାଇପାରେ। ସେଇ ସବୁରୁ ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମକୁ କହୁଛନ୍ତି, ସେ ଆମକୁ ମୁକ୍ତ କରିଦେବା ପାଇଁ ଚାହୁଁଛନ୍ତି। ଆମ ପାଇଁ ଗୋଟେ ଆଶା ଅଛି, ଆଶା ଦେଖାଉଛନ୍ତି, ଗୋଟେ ଉଜ୍ଜଳ ଯୋଜନା ରଖିଛନ୍ତି, ତାଙ୍କ ଉପରେ ଆମେ ବିଶ୍ୱାସ କରିବାକୁ ପଡିବ। ମାନେ ଆମ ଜୀବନ ଗୋଟେ ଶୁଷ୍କ ନିରାଶ ପରିସ୍ଥିତି, ଗୋଟେ ଏମିତି ସିଚୁଏସନ ଆମ ଜୀବନରେ ଯେତେବେଳେ ଆସିଯାଏ, ପୁରା ଶୁଷ୍କ ନିରାଶ ପରିସ୍ଥିତିରେ ମଧ୍ୟ ତାଙ୍କର ଗୋଟେ ନୂତନ ଆଶୀର୍ବାଦ ଆଉ ଗୋଟେ ନୂତନ ପଥକୁ ଲକ୍ଷ୍ୟ କରିବାକୁ ଉତ୍ସାହ ଦଉଛି ବାକ୍ୟ। ଆଶା, ଉତ୍ସାହ, ପରିବର୍ତ୍ତନର ବାର୍ତ୍ତା ଗୋଟେ ଏହି ପଦ ଗୁଡିକ। ଆମକୁ ଅତୀତକୁ ଭୁଲି ଯିବାକୁ ପଡିବ, ଆଗକୁ ଚାହିଁବାକୁ ପଡିବ। ଅତୀତର ପାପ, ଅତୀତରେ ଯାହା କିଛି ଭୁଲ କରିଛୁ ସେ ସବୁକୁ ମନେ ମନେ ରଖିକି ବିଚଳିତ ହେଇକି ନିଜେ ନିଜକୁ ଦୋଷ ଦେବାର ଛାଡିଦେବା। ଆମେ ଆଗକୁ ଚାହିଁବା, ପରମେଶ୍ୱରଙ୍କ ନୂତନ କାର୍ଯ୍ୟ ଉପରେ ବିଶ୍ୱାସ କରିବା, ଅସମ୍ଭବ ପରିସ୍ଥିତିରେ ମଧ୍ୟ ଆଶା ରଖିବା। ଆଉ ସେ ଚାହୁଁଛନ୍ତି ଆମ ଜୀବନ ପରିବର୍ତ୍ତନ, ସେଇ ପରିବର୍ତ୍ତନକୁ ଗ୍ରହଣ କରିବା। ଯେଉଁଠାରେ କୌଣସି ଆଶା ନାହିଁ, ସେଠାରେ ପରମେଶ୍ୱର ନୂତନ ଜୀବନ ଓ ନୂତନ ସୁଯୋଗ ସୃଷ୍ଟି କରିପାରିବେ। ସେ ହିଁ ସାମର୍ଥ୍ୟ ପରମେଶ୍ୱର। ଏ ବାକ୍ୟ ଆମକୁ ଜଣାଉଛି ସେ ସର୍ବଶକ୍ତିମାନ ପରମେଶ୍ୱର, ସେ ଅଲମାଇଟି ଗଡ୍, ସେ ସାମର୍ଥ୍ୟ ପରମେଶ୍ୱର। ସେ ଆମର ସମସ୍ତଙ୍କର ଅତୀତ ପରିସ୍ଥିତିକୁ ବଦଳେଇ ପାରିବେ, ଆଉ ଗୋଟେ ନୂତନ ଉଜ୍ଜଳ ଭବିଷ୍ୟତ ଆଣିପାରିବେ।
जदि आमे तांको उपरे भरोसा रखिबा निजे तांकर चरण तले सरेंडर करिबा आ आमे आज देखिबा केतेला जिंस को आम जीवन रु सबुदिन पय आमे भूली जिबा आमे आम जीवन रे जो पाप आमे से पाप को भूली जिबा वी शुड नॉट रिमेंबर पाप को मने पकेबानी आमे जेतले प्रभुଙ୍କ पाखरे क्षमा मागिछु द्वितीय थर आ से पाप को आमे स्मरण करिबा नहीं सदा प्रभु जदि आमर पाप स्मरण करिवे नहीं से आमको क्षमा देले ताहले आमे मध्ये आमर पाप को आम जीवन अतीत जीवन पाप गुडी को स्मरण करिबा नहीं आमे आमे गोटे वाक्य देखिबा जिरिमिया 31 रो 34 जिरिमिया 31 रो 34 रो लास्ट पार्ट मु पढुची जिरिमिया 31 रो 34 रो लास्ट पार्ट कारण सदाप्रभु कहंती सेमानंकर क्षुद्रतम ठारू महतम पर्यंत समस्ते आंभ को ज्ञात हेबे जेहेतु आंभे सेमानंकर अपराध क्षमा करिबा ओ सेमानंकर पाप आंभे आउ स्मरण करिबा नाही प्रभु महान परमेश्वर जेतेबेले आमे तांकू तांको निकट रे क्षमा मागु तांको निकट रे निजको समर्पण करू प्रभु हमको क्षमा देबा पई सदा सबदा प्रस्तुत से आमर पाप को गणना करती नहीं जदि से पाप गणना करना तो आमे कहीं मने पकई पकई कि सब बेले भाबिबा मोर सेठी भूल ही मोर एमती करिवार नथिला नाई सेटा आमको पछरे रखिदब आमको आगो को बढ़िबार अछि प्रभुंकर योजना को सफल करिवार अछि आमे प्रभुंक पाखरे प्रार्थना करिबा कि प्रभु आमन को अनुग्रह करंतु जेपरि आमे हमर अतीतर पाप को भूली पारिबा अनेक समय आमर जीवन रे आमे करिथिबा भूल को पाप को आम मन को मने पकैले आम मन व्यतिव्यस्त हो जाए आमे स्ट्रेस रे रही जाइथाउ टेंशन हो जाइथाउ किंतु प्रभु कहउचंती से आमर पाप को स्मरण करिवे नहीं ते सुंदर वाक्य से कहउचंती आमर पाप को स्मरण करिवे नहीं आमे जितले तांको पाखरे क्षमा मागुछु तांको पाखरे सरेंडर करूछु अनुताप हृदय रे से कहउचंती आमर पाप स्मरण करिवे नहीं पूर्वरु पश्चिम जेते दूर सेते दूर आमर पाप कर दैछंती से कहउचंती तेणु आमे मध्य आमर पाप सब को स्मरण करिवा नहीं आगो को आमे ईश्वरଙ୍କ सान्निध्य रे बढ़िबा आमे आगो को जिबा काइना से आम जीवन रे गोटे नूतन कार्य करिवा पई चाहउचंती मिखा भविष्यत वक्ताଙ୍କ पुस्तक रे 7 रो 19 रे लिखा जाए मिखा 7:19 लेखा होची से पुनर्बार फेरी आम्भ मानक प्रति कृपा करिवे से आम्भ मानकर अधर्म सकल पद तले दलिवे आउ तुम्भे सेमानकर जाबतीय पाप समुद्रर अगाध जलरे तुम्भे सेमानकर जाबतीय पाप समुद्रर अगाध जलरे निक्षेप करिवो प्रभु आमर सब पाप को समुद्रर अगाध जलरे निक्षेप करिवे कहउछंती आ पुनी कृपा करिवे क्षमा करिवे पुनी कृपा करिवे आश्चर्य कार्य करिवे प्रभु आमर सेही परमेश्वर से दयालु कृपामय परमेश्वर से क्षमाकारी परमेश्वर सेति पई आमे आमर पाप को आ स्मरण रे आनिबा नाही ईश्वर आमर पाप सब धोई देइछंती से चाहुचंती आमे तांकर सहित आगो को बढ़िबा तांकर जो महत योजना अछि ताकू सफल करिबा काइना प्रभु जीशु ख्रीष्ट रक्त रे तांकर क्रूस रे तांको निज रक्त झरे आमको पाप रे धोई परिष्कार करिसंती आमे आ गोटे पॉइंट देखिबा जोटा कि आमे वी शुड नॉट रिमेंबर हर्ट को भूली जिबा आघात क्लेश अनेक समय आमे अनेकों को क्लेश देइथाउ अनेक लोक आमको क्लेश देइथांती एई सब विषय को आमे भूली जिबा आमे मध्ये अनेक समय मोर एठी भूल हे गला भाबी कि बहुत मन कष्ट करथाउ आ अन्य माने किछि कष्ट देइथिले से मते एमती कहला से मते एमती व्यवहार सेई सब जिंस भी मन रे रही जाए सेई सब हर्ट गुडा को से आघात जो क्लेश ताकू भी आमे सब दिन पई भूली जिबा सदा प्रभु हमर क्लेश सब को जो अतीत जीवन रे पाइछु ना देइछु सब किछि भूली जिबा पई कहउचंती आमे भूली जिबा से चाहुचंती आमे तांकर सहित आगो को बढ़िबा आदि आदि पुस्तक 41 रो 51 रे लेखा आइची आदि पुस्तक 41 रो 51 रे लेखा होची
ତହିଁରେ ଯୋସେଫ ଜ୍ୟେଷ୍ଠର ନାମ ମନସି ଅର୍ଥାତ୍ ବିସ୍ମୃତି ରଖିଲେ, କାରଣ ସେ କହିଲେ, ପରମେଶ୍ୱର ମୋହର ସମସ୍ତ କ୍ଲେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି। ଏଠି ଆମେ ଦେଖୁଛୁ ଆମ ଜୀବନରେ ଯୋଉ କ୍ଲେଶ ବା ଆଘାତ ଆସିଥାଏ, ଯାହା ଆମକୁ ବହୁତ କଷ୍ଟ ଦେଇଥାଏ, ଆମେ ଅନ୍ୟମାନଙ୍କ ଠାରୁ ହର୍ଟ ହେଇଯାଇଥାଉ, କିନ୍ତୁ ପ୍ରଭୁ ଏଠି କହୁଛନ୍ତି ଆମେ ସେସବୁ ସ୍ମରଣ ରଖିବା ନାହିଁ। ଏଇ ଆଦି ପୁସ୍ତକ 41:51 ଲେଖା ହଉଛି, ଯୋସେଫ ଯେତେବେଳେ ତାଙ୍କର ବଡ ପୁଅ ଜନ୍ମ ହେଲା, ତାର ନାମ ମନସି ରଖିଲେ, ଅର୍ଥାତ୍ ତାର ମିନିଂ ହଉଛି ବିସ୍ମୃତି। ତାଙ୍କର ପରିବାର ଲୋକମାନେ, ତାଙ୍କର ଭାଇମାନେ ତାଙ୍କୁ କେତେ କଷ୍ଟ ଦେଇଥିଲେ, ତାଙ୍କୁ ବିକ୍ରି କରିଦେଇଥିଲେ। ସବୁ ବିଷୟ ଆମେ ସମସ୍ତେ ଜାଣିଛୁ। ସେ ଯେତେବେଳେ ତାଙ୍କର ପୁଅ ଜନ୍ମ ହେଲା, ସେ କହିଲେ ପିତୃଗୃହକୁ ସେ ଭୁଲି ଅଛନ୍ତି କହିଲେ। ପ୍ରଭୁ ସାହାଯ୍ୟ କଲେ ଆଉ ମନସି ଦେଇ ପିତୃଗୃହକୁ ଭୁଲିବାରେ ସାହାଯ୍ୟ କଲେ ଯୋସେଫଙ୍କୁ। ମନସି ବ୍ଲେସିଂସ୍ ଦେଲେ ଆଉ ପିତୃଗୃହକୁ ଭୁଲିବାରେ ସାହାଯ୍ୟ କଲେ ଯୋସେଫଙ୍କୁ। ସେମିତି ଆମେ ମଧ୍ୟ ଆମର ପୁରୁଣା ଜିନିଷକୁ ଆମେ ଭୁଲିବା, ଆଉ ପ୍ରଭୁଙ୍କର ଆମ ପ୍ରତି ଯୋଉ ମନସି ଅଛି ସେ ଦେବା ପାଇଁ ଚାହୁଁଛନ୍ତି, ସେ ମନସିକୁ ଆମେ ଗ୍ରହଣ କରିବା, ସେ ବ୍ଲେସିଂସକୁ ଗ୍ରହଣ କରିବା, ଆଉ ତାଙ୍କର ସେ ନୂତନ ଯୋଜନାର ସହିତ ଆମେ ତାଙ୍କ ସାଙ୍ଗରେ ଆଗକୁ ବଢିବା। ଆହୁରି ଗୋଟେ ଆମେ ଜିନିଷ ମନେ ରଖିବା ନାହିଁ, ପାପକୁ ଯେମିତି ଭୁଲିଯିବା, କ୍ଲେଶକୁ ଭୁଲିଯିବା ଆମ ଜୀବନରେ, ଆମେ ଭୁଲିଯିବା ଫରଗେଟ୍ ଦ ପାଷ୍ଟ ସକ୍ସେସ୍ ଆଉ ଫେଲିୟର୍ସକୁ। ପାଷ୍ଟର ଆମ ଜୀବନରେ ଯୋଉ ଜୀବନ ଅତୀତ ଜୀବନ ଯୋଉ ସକ୍ସେସ୍ ପାଇଛୁ, ଯୋଉ ଫେଲିୟର୍ସ ଆସିଛି ଆମ ଜୀବନରେ, ସେ ସବୁ ଆମେ ଭୁଲିଯିବା ଆଉ ଈଶ୍ୱରଙ୍କ ସହିତ ଆଗକୁ ବଢିବା। ଆମେ ଆମ ଜୀବନରେ ଅନେକ ସମୟରେ ଆମର ପୁରୁଣା ଜୀବନରେ ଭିକ୍ଟ୍ରି ପାଇଥାଉ, ସକ୍ସେସ୍ ପାଇଥାଉ, ଫେଲିୟର୍ସ ବି ଆସିଥାଏ ଆମ ଜୀବନରେ। ସେଇ ସବୁ କଥା ଗୁଡ଼ିକୁ ଧରିକି ବସିଲେ ଆମେ ଆଗକୁ ବଢି ପାରିବେ ନାହିଁ। ତାହା ସବୁ ଆମକୁ ଭୁଲିବାକୁ ହବ। ଆମେ ଆଗକୁ ଦୃଷ୍ଟି ରଖି ପ୍ରଭୁ ଯୀଶୁଙ୍କୁ ଲକ୍ଷ୍ୟ ରଖି ଆଗକୁ ବଢିବାର ଅଛି ଆମମାନଙ୍କୁ। ପ୍ରଭୁ ଯୀଶୁ ଆମ ଜୀବନରେ ଯୋଉ ମହତ୍ ଯୋଜନା ରଖିଛନ୍ତି, ତାହା ଫୁଲଫିଲ୍ କରିବା ପାଇଁ ପ୍ରଭୁଙ୍କ ସାଙ୍ଗରେ ଆମକୁ ଆଗକୁ ବଢିବାର ଅଛି, ପ୍ରାର୍ଥନାରେ ଲାଗି ରହିବାର ଅଛି। ବାକ୍ୟରେ, ସାକ୍ଷ୍ୟରେ, ପ୍ରାର୍ଥନାରେ ବଢିବା ଆଉ ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରଭୁ ଚାହାନ୍ତି ଆମେ ଆମର ପୁରୁଣା ସକ୍ସେସକୁ ନେଇକି ଗର୍ବ କରିବା ନାହିଁ, ନା ଫେଲିୟରକୁ ନେଇକି ହତାଶ ମଧ୍ୟ ହେବା ନାହିଁ। ଆମେ ଆଗକୁ ଈଶ୍ୱରଙ୍କ ସହିତ ବଢିବା, ବାକ୍ୟ ଅନୁଯାୟୀ ଜୀବନ କାଟିବା, ଈଶ୍ୱରଙ୍କର ମହାନ ଯୋଜନାକୁ ଦେଖିବା। ଈଶ୍ୱର ଅସମ୍ଭବକୁ ସମ୍ଭବ କରିପାରିବେ, ତେଣୁ ଆମେ ତାଙ୍କର ଉପରେ ଦୃଢ ବିଶ୍ୱାସ ରଖିବା। କାହିଁକି ନା ସବୁ କିଛି ଈଶ୍ୱରଙ୍କର ଯୋଜନା ଅନୁଯାୟୀ ହେଇଥାଏ। ଜିରିମିୟ 29:11 ଲେଖା ହେଇଛି, କାରଣ ସଦାପ୍ରଭୁ କହନ୍ତି, ତୁମମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମ୍ଭେ ଜାଣୁ। ତୁମମାନଙ୍କର ଅନ୍ତିମ କାଳରେ ତୁମମାନଙ୍କୁ ଭରସା ଦେବା ନିମନ୍ତେ ସେ ସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଂକଳ୍ପ ଅଟେ। ଅନେକ ସମୟରେ ଅନେକ ବିଷୟ ଆମମାନଙ୍କ ଜୀବନରେ ଘଟିଯାଏ। ସେ ଚାହାନ୍ତି ଆମର ଆତ୍ମା ବି ନଷ୍ଟ ନ ହଉ। ଏ ଜଗତର ଆମର ଜୀବନରେ ସମସ୍ୟା ଆସିପାରେ, କିନ୍ତୁ ପ୍ରଭୁ ଆମକୁ ସଜାଡିବା ପାଇଁ ଚାହାନ୍ତି। ତାଙ୍କର ଯାହାକୁ ସେ ଭଲ ପାଆନ୍ତି ସେ ଶାସନ ଭିତରେ ରଖନ୍ତି। ସେଥିପାଇଁ ଆମେ ଗ୍ରହଣ କରିବା ତାଙ୍କର ସଂକଳ୍ପକୁ। ସେ ଚାହାନ୍ତି ଆମେ ଯେମିତି ବିନଷ୍ଟ ନ ହଉ, ଆମର ଆତ୍ମା ଯେମିତି ବିନଷ୍ଟ ନ ହଉ। ସେଥିପାଇଁ ସେ ଆମକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଅନେକ ସମୟରେ ଶାସନ ମାଧ୍ୟମରେ ଆମ ଜୀବନରେ ଅନେକ ସମସ୍ୟା ଆସିଥାଇପାରେ, ସେ ସବୁକୁ ଆମେ ଗ୍ରହଣ କରିବା ଆଉ ତାଙ୍କର ଯୋଜନାକୁ, ତାଙ୍କର ଯୋଉ ସଂକଳ୍ପ ରଖିଛନ୍ତି ତାକୁ ଆମେ ବିଶ୍ୱାସ କରିବା। ଆଉ ଆମେ ଅନେକ ସମୟରେ ଆମେ ଈଶ୍ୱରଙ୍କୁ ସମୟ ମଧ୍ୟ ଦେଇନଥାଉ, ବାକ୍ୟ ଅନୁଯାୟୀ ଜୀବନ ମଧ୍ୟ କାଟି ପାରିନଥାଉ। ଆମ ଜୀବନରେ ସ୍ପିରିଚୁଆଲ ଫ୍ରୁଟ୍ସ ହେଇନଥାଏ, ହୋଲି ସ୍ପିରିଟଙ୍କର ଫ୍ରୁଟ୍ସ ଦେଖାଯାଇ ନଥାଏ। ଅନେକ ସମୟରେ ଆମେ ସେଇ ସବୁ ଆଜି ଭାବିବା ଦରକାର ନାହିଁ, ଆଜି ବି ସମୟ ଅଛି, ଆମ ପାଖରେ ଆଜି ବି ସମୟ ଅଛି। ଆମେ ତାଙ୍କ ପାଖରେ ଯଦି ଆମକୁ ଯେମିତି ବିଳାପରେ କୁହାଯାଉଛି, ଜିରିମିୟଙ୍କ ବିଳାପରେ ସେ 3:22-23-24 ଲେଖୁଛନ୍ତି, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମମାନେ ବିନଷ୍ଟ ହୁଏ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ୍। ମୋହର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟ ସ୍ୱରୂପ, ଏଥିପାଇଁ ମୁଁ ତାହାଙ୍କ ଠାରେ ଭରସା ରଖିବି।
ପ୍ରଭୁ ଯଦି ଆଜି ଆମକୁ ଏଇ ଜଗତରେ ବଞ୍ଚେଇ ରଖିଛନ୍ତି, ଆମକୁ ଦୟା କରିଛନ୍ତି, ଆଜି ବି ଆମକୁ ସମୟ ଦେଇଛନ୍ତି, ଆମେ ଆଉ ପଛ କଥା ଭାବିବା ଦରକାର ନାହିଁ। ଆମେ ଆଗକୁ ବଢିବା। ଆମେ ତାଙ୍କ ନିକଟରେ ସମୟ ଯଦି ଦେଇପାରିନୁ, ଏଣିକି ଆହୁରି ବେଶୀ ସମୟ ତାଙ୍କ ନିକଟରେ ଲାଗି ରହିବା। ଯଦି ବାକ୍ୟ ଅନୁଯାୟୀ ଜୀବନ କାଟିନୁ, ଆଜି ବି କ୍ଷମା ମାଗି ତାଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟିବା। ଆଜି ବି ଆମ ଜୀବନରେ ଯଦି ହୋଲି ସ୍ପିରିଟଙ୍କର ଫ୍ରୁଟ୍ସ ଫଳିନି, ଚେଷ୍ଟା କରିବା ଆମେ ବାକ୍ୟ ମାନିଲେ ହୋଲି ସ୍ପିରିଟଙ୍କର ଫଳ ଆମ ଜୀବନରେ ଦେଖାଯିବ। ଆମେ ଯଦି ଜଗତକୁ ଫାଷ୍ଟ ଇମ୍ପୋର୍ଟାନ୍ସ ଦେଇଛୁ, ଏ ଜଗତର କମ୍ଫର୍ଟ ଅଭିଳାଷକୁ ଫାଷ୍ଟ ଇମ୍ପୋର୍ଟାନ୍ସ ଦେଇଛୁ, ପ୍ରଭୁ ଚାହାନ୍ତି ଆଜି ସେସବୁକୁ ଆଜି ମଧ୍ୟ ଛାଡି ଦେଇ ସେ ସବୁ ଜିନିଷ ଆଉ ଈଶ୍ୱରଙ୍କୁ ଫାଷ୍ଟ ପ୍ରାୟୋରିଟି ଦେଇ କହୁଛନ୍ତି ଆମମାନଙ୍କୁ। ଏ ୱାର୍ଲଡର କମ୍ଫର୍ଟ ଲାଇଫ ସବୁ କିଛି ଅସାର, ସେ ଚାହୁଁଛନ୍ତି ତାଙ୍କୁ ଫାଷ୍ଟ ପ୍ରାୟୋରିଟି ଦେବା, ତାଙ୍କର ଇଚ୍ଛା ଅନୁଯାୟୀ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା। ଯଦି ଆମେ ବାକ୍ୟ ସମୟ ଦେଇନୁ ବାଇବେଲ ଷ୍ଟଡି ପାଇଁ, ଆଜି ବି ସେ କହୁଛନ୍ତି ଆସ, ଫେରି ଆସ, ଆଗକୁ ବଢ, ମୋ ପାଇଁ ସମୟ ଦେ। ସେ ଚାହୁଁଛନ୍ତି ନୂତନ କାର୍ଯ୍ୟ କରିବେ। ଯେମିତି ଆମେ ସମସ୍ତେ ଦେଖି ଜାଣିଛୁ, ଯେତେବେଳେ ଫିଲିପିଓ 3:13-14 ଲେଖା ହଉଛି, ଫିଲିପିଓ 3 ପର୍ବ 13-14 ଲେଖା ହେଇଛି, ହେ ଭାଇମାନେ, ମୁଁ ଏ ପର୍ଯ୍ୟନ୍ତ ତାହା ଧରି ଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟ ଗୁଡିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। କେତେ ସୁନ୍ଦର ବାର୍ତ୍ତା ପାଉଲ ଆମକୁ ଶିଖଉଛନ୍ତି। ପାଉଲ କହୁଛନ୍ତି, ମୁଁ ପଛରେ ପଡିଥିବା ବିଷୟକୁ ଭୁଲି ଯାଇ ଆଗରେ ଥିବା ବିଷୟ ଗୁଡିକ ଆଗକୁ ଅଗ୍ରସର ହେଉଅଛି। ସେମିତି ଆମକୁ ମଧ୍ୟ ସେ ନିଜ ଜୀବନରେ ସେ ନିଜର ଅତୀତରେ କରିଥିବା ଭୁଲକୁ, ଅର୍ଥାତ୍ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ନିର୍ଯାତନା ଦଉଥିଲେ, ଆମେ ସମସ୍ତେ ଜାଣିଛୁ, ସେ ସବୁକୁ ଛାଡିଦେଲେ ନୂତନ ଜୀବନକୁ ଗ୍ରହଣ କରି ଈଶ୍ୱରଙ୍କର ଯୋଜନା ଯାହା ତାଙ୍କ ଜୀବନ ପାଇଁ ଥିଲା, ସେଇ ମିଶନକୁ ସେ କମ୍ପ୍ଲିଟ କରିବା ପାଇଁ ଦୌଡୁଛନ୍ତି। ସେଇ ସବୁରୁ ଆମେ ମଧ୍ୟ ଆଗକୁ ବଢିବାର ଅଛି ଈଶ୍ୱରଙ୍କ ସହିତ। ସେ ଚାହୁଁଛନ୍ତି, ପ୍ରଭୁ ଚାହୁଁଛନ୍ତି ଗୋଟେ ନୂତନ କାର୍ଯ୍ୟ କରିବି। ଆମ ପାଖରେ ଅସମ୍ଭବ ହେଇପାରେ, କିନ୍ତୁ ଈଶ୍ୱରଙ୍କ ପାଖରେ ସବୁ ସମ୍ଭବ। ସେ ଚାହୁଁଛନ୍ତି ତୁ ପୁରୁଣା ଅତୀତ ଜୀବନର ଭୁଲ ପାପ ସବୁ ସ୍ମରଣ କରନାହିଁ, ତୁ ଆଗକୁ ଆସ, ତୋର ଫେଲିୟର ଭିକ୍ଟ୍ରି ଯାହା କିଛି ପାଇଛୁ, ଖୁସିର କଥା ହଉ ଦୁଃଖର ବିଷୟ ହଉ, ସେ ସବୁକୁ ଛାଡ, ତୁ ମୋ ପାଇଁ ଠିଆ ହ। ପ୍ରଭୁ ଚାହୁଁଛନ୍ତି ଆମମାନଙ୍କୁ, ଆମେ ଆଗକୁ ବଢିବାର ଅଛି। ସେ ଆମର ହାତ ଧରିଛନ୍ତି। ଆମେ ସମସ୍ତେ ଯେତେବେଳେ ଦେଖୁଛୁ ଏଇ ଯୋଉ ନୂତନ ନିୟମରେ 2 କରିନ୍ଥୀୟ 5:17 ଲେଖା ହଉଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଛି, ଆଉ ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। এই ବାକ୍ୟରେ ଆମେ ଦେଖୁଛୁ ଯେ ଜଣେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରେ, ସେଇ ବ୍ୟକ୍ତିର ପୁରୁଣା ପାପମୟ ଜୀବନ ଶେଷ ହୋଇଯାଏ, ଆଉ ସେ ଗୋଟେ ନୂତନ ସୃଷ୍ଟି ହୋଇଯାଏ। ଏହା ପରମେଶ୍ୱରଙ୍କ ଗୋଟେ ନୂତନ କାର୍ଯ୍ୟର ସବୁଠାରୁ ଗୋଟେ ବଡ ଉଦାହରଣ ଅଟେ। ଗୋଟେ ନୂତନ କାର୍ଯ୍ୟ ସେ ଚାହାନ୍ତି। ଆମ ଲାଇଫ, ପୁରୁଣା ଲାଇଫକୁ ଛାଡିକି ଆମେ ଗୋଟେ ନୂତନ ସୃଷ୍ଟି ହେଇଯାଇଥାଉ। ଅତୀତ ଜୀବନରେ ଘଟି ଯାଇଥିବା ପୁରୁଣା ଅସଫଳତା, ପାପ, ପୁରୁଣା ବିଷୟକୁ ଧରି ନ ରଖି ପରମେଶ୍ୱର ବର୍ତ୍ତମାନ ପାଇଁ ଯୋଉ ନୂତନ ପଥ, ନୂତନ ଆଶା, ମାନେ ମରୁଭୂମିରେ ନଦୀ ଯୋଉ କହୁଛନ୍ତି, ସେ ପ୍ରସ୍ତୁତ କରୁଛନ୍ତି, ତାହାକୁ ଆମେ ବିଶ୍ୱାସ କରିବାକୁ ଶିକ୍ଷା ଦେଉଛି ଏ ବାକ୍ୟ। ଅତୀତ ଜୀବନର ବୋଝରୁ ମୁକ୍ତ ହୋଇ ପରମେଶ୍ୱର ଆମ ପାଇଁ ଯୋଉ ଯୋଜନା ପ୍ରସ୍ତୁତ କରିଛନ୍ତି, ସେ ଯୋଜନା ଉପରେ ବିଶ୍ୱାସ କରି ଆଗକୁ ଈଶ୍ୱରଙ୍କ ସହିତ ବଢିବା। ଆମକୁ ଈଶ୍ୱରଙ୍କର ଅଲମାଇଟି ପାୱାରକୁ ଆଉ ତାଙ୍କର ପ୍ରୋମିସକୁ ବିଶ୍ୱାସ କରିବାକୁ ହବ। ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର ଅଟନ୍ତି ସେ। ସେ ପ୍ରୋମିସ କିପର, ସେ ୱେ ମେକର, ସେ ମିରାକଲ ୱାର୍କର ଅଟନ୍ତି। ତେଣୁ ଆମେ ଆମର ପୁରୁଣା ଦୁଃଖକୁ, ପୁରୁଣା ସମସ୍ୟା, ପୁରୁଣା ଭୁଲ, ପାପ, ହର୍ଟ ସବୁକୁ ଛାଡି ତାଙ୍କର ନୂତନ ଆଶୀର୍ବାଦକୁ ବିଶ୍ୱାସର ସହିତ ଗ୍ରହଣ କରିବା। ଆମର ପରିସ୍ଥିତି ଯେତେ ବି ଜଟିଳ ବି କଠିନ ହେଇଥାଉ, ଆମକୁ ପରମେଶ୍ୱରଙ୍କ ଠାରେ ଭରସା ରଖିବା ଉଚିତ। ସେ ହିଁ એકમાત્ર ସାମର୍ଥ୍ୟ ପରମେଶ୍ୱର, ଯିଏକି ଆମ ଜୀବନର ମରୁଭୂମିରେ ସତେଜତାର ନଦୀ ବୋହେଇ ପାରିବେ। ତେଣୁ ଆମେ ତାଙ୍କର ସେଇ ସୃଷ୍ଟିକର୍ତ୍ତା, ସେଇ ସାମର୍ଥ୍ୟ ପରମେଶ୍ୱରଙ୍କ ଉପରେ ଭରସା ରଖିବା। ଆଉ ନୂତନ ନିୟମରେ ଆମେ ଦେଖିଛୁ ଗୋଟେ ଛୋଟ ଯୋଉ ଦୃଷ୍ଟାନ୍ତ, ଗୋଟେ ଛୋଟ ଷ୍ଟୋରିଟେ ବି ଆମେ ନେବା, ଯକ୍ଷଙ୍କ ଜୀବନ।
ଯକ୍ଷ କଣ? ଯକ୍ଷ ଜଣେ ଗୋଟେ ପ୍ରଧାନ କରଗ୍ରାହୀ ଥିଲେ। ସେ ପାପୀର ଗଣିତ ହଉଥିଲେ। ଜିହୁଦୀ ଲୋକମାନେ ତାଙ୍କୁ ପାପୀରେ ଗଣିତ କରୁଥିଲେ। ଅନ୍ୟମାନଙ୍କ ଠାରୁ ଜୋର ଜବରଦସ୍ତି ଟ୍ୟାକ୍ସ ନଉଛନ୍ତି, କାହାଠାରୁ ଅଧିକ ଟ୍ୟାକ୍ସ ନଉଛନ୍ତି ବୋଲି ତାଙ୍କୁ ସେମାନେ ଘୃଣା କରୁଥିଲେ। ସେ ଅନ୍ୟାୟ କରୁଥିଲେ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁଙ୍କ ସହିତ ତାଙ୍କର ଏନକାଉଣ୍ଟର ହଉଛି, ତାଙ୍କ ଜୀବନ, ତାଙ୍କ ଲାଇଫ ଚେଞ୍ଜ ହେଇଯାଉଛି। ଗୋଟେ ନ୍ୟୁ ଲାଇଫ ଆସୁଛି ଯକ୍ଷଙ୍କ ଜୀବନରେ। ଯକ୍ଷ ସାଙ୍ଗେ ସାଙ୍ଗେ ଚେଞ୍ଜ ହୋଇଯାଉଛନ୍ତି, ତାଙ୍କର ବିହେଭିୟର ଚେଞ୍ଜ ହୋଇଯାଉଛି। ସେ ପ୍ରମିସ କରୁଛନ୍ତି ଯେ ତାଙ୍କ ସମ୍ପତ୍ତିର ଅର୍ଦ୍ଧେକ ଦରିଦ୍ରକୁ ଦାନ ଦେବେ, ଅନ୍ୟାୟରେ ନେଇଥିବା ଲୋକକୁ 4 ଗୁଣା ଫେରେଇ ଦେବେ। ନ୍ୟୁ ଡାଇରେକ୍ସନ, ନ୍ୟୁ ଲାଇଫ ଆସୁଛି ତାଙ୍କ ଜୀବନକୁ, ନ୍ୟୁ ଡାଇରେକ୍ସନ ଆସୁଛି। ଯକ୍ଷ ପରିବର୍ତ୍ତିତ ହଉଛନ୍ତି। ଅତୀତର ସବୁ ପାପକୁ ଭୁଲି ନୂତନ ଡାଇରେକ୍ସନରେ, ଈଶ୍ୱରଙ୍କ ପଥରେ, ଈଶ୍ୱରଙ୍କର ଯୋଜନା ହିସାବରେ ନ୍ୟୁ ଲାଇଫ ଷ୍ଟାର୍ଟ କରୁଛନ୍ତି। ଗୋଟେ କମ୍ପ୍ଲିଟ ନ୍ୟୁ ୱେ ଅଫ ଲିଭିଂ ତାଙ୍କର ଦେଖାଯାଉଛି। ଯକ୍ଷ ଇମୋସନାଲି ଆଉ ସୋସିଆଲି ଡେଜାର୍ଟରେ ଥିଲେ। ୱେଲ୍ଦି ଥିଲେ ବଟ୍ ଲୋନଲି ଥିଲେ, ଲୋକଙ୍କ ଦ୍ୱାରା ଘୃଣିତ ଥିଲେ। ସ୍ପିରିଚୁଆଲି ଲଷ୍ଟ ଥିଲେ। କିନ୍ତୁ ଯେତେବେଳେ ପ୍ରଭୁଙ୍କ ସାଙ୍ଗରେ ଏନକାଉଣ୍ଟର ହଉଛି, ପ୍ରଭୁ କହୁଛନ୍ତି ଆଜି ଏ ଗୃହରେ ପରିତ୍ରାଣ ଉପସ୍ଥିତ କହୁଛନ୍ତି। ଯେତେବେଳେ ପରିତ୍ରାଣ ଆସୁଛି, ତାଙ୍କ ଘରେ ପ୍ଲେସ୍ ଅଫ ଜୟ ଆଉ ସ୍ପିରିଚୁଆଲ ଲାଇଫ ଆସୁଛି। ତାଙ୍କର ଲାଇଫ ଚେଞ୍ଜ ହେଇଯାଉଛି। ସେମିତି ଆମେ ସେଇ ଜିସାୟ 43ର 18 ଆଉ 19 ଆମେ ଆଜି ଆମକୁ କହୁଛି, ଆମ ଜୀବନରେ ଯାହା କିଛି ଅତୀତ ଜୀବନରେ ଭୁଲ ହେଇଯାଇଛି, ତାକୁ ଭାବି ଭାବିକି ଆମେ ଆଉ ବସିବା ନାହିଁ। ପ୍ରଭୁ ଆମକୁ କ୍ଷମା କରିଛନ୍ତି। ଆମେ ଯେତେବେଳେ ଅନୁତାପର ହୃଦୟରେ ପ୍ରଭୁଙ୍କ ପାଖକୁ ଆସିଛୁ, ସରେଣ୍ଡର କରୁଛୁ, ସେ ଆମକୁ କ୍ଷମା ଦେଇ ସାରିଛନ୍ତି। ଆମକୁ ଆଗକୁ ବଢିବାର ଅଛି। ଈଶ୍ୱରଙ୍କର ମହତ୍ ଯୋଜନାକୁ ସଫଳ କରିବାର ଅଛି। ଈଶ୍ୱରଙ୍କ ସାଙ୍ଗରେ ହିଁ ଚାଲିବାର ଅଛି। ସେ ଚାହୁଁଛନ୍ତି ଆମ ଜୀବନରେ ଗୋଟେ ନୂତନ କାର୍ଯ୍ୟ। ସେ ଚାହୁଁଛନ୍ତି ଆମର ପରିବର୍ତ୍ତିତ ହୃଦୟ। ସେ ଚାହୁଁଛନ୍ତି ଆମ ଜୀବନ ଦ୍ୱାରା ସେ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ପ୍ରଭୁ ଚାହୁଁଛନ୍ତି, ସେ ଯୋଉ ଉଦ୍ଦେଶ୍ୟ ଦେଇକି ଉଦ୍ଦେଶ୍ୟ ନେଇକି ଆମକୁ ଏ ଜଗତକୁ ପଠେଇଛନ୍ତି, ତାହା ସେ ସଫଳ କରିବା ପାଇଁ ଚାହୁଁଛନ୍ତି। ଆମେ ତାଙ୍କର କଥା ମାନି ଚାଲିବା। ସେ ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର। ସେ ନିଶ୍ଚୟ ପ୍ରମିସ କରିଛନ୍ତି, ମାନେ କେବେ ବି ସେ ପ୍ରମିସ ଭାଙ୍ଗନ୍ତିନି। ସେ ପ୍ରମିସ କିପର, ସେ ୱେ ମେକର, ସେ ମିରାକଲ ୱାର୍କର। ଆମେ ସବୁବେଳେ ମନେ ରଖିବା ଆଉ ତାଙ୍କଠାରେ ଆହୁରି ଦୃଢ ବିଶ୍ୱାସର ସହିତ ଲାଗି ରହିବା। ଆଜିର ବାକ୍ୟ ଦ୍ୱାରା ପ୍ରଭୁ ମତେ ଆଉ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁଙ୍କର ସେ ବାକ୍ୟ ଅନୁଯାୟୀ ଆମେ ଯେମିତି ଆହୁରି ତାଙ୍କ ଉପରେ ଆହୁରି ନିର୍ଭର କରିବା ପାଇଁ ଶିଖିବା। ଆଉ ବାକ୍ୟ ଯାହା କହେ ତାହା ଆମେ ମାନିବା। ଆଉ ତାଙ୍କର ନୂତନ କାର୍ଯ୍ୟ ସେ ଯୋଉ ଆମ ଜୀବନରେ କରିବା ପାଇଁ ଚାହୁଁଛନ୍ତି, ତାହା ଆମେ ତାଙ୍କୁ ସରେଣ୍ଡର କରି ସେ କାର୍ଯ୍ୟକୁ ଗ୍ରହଣ କରିବା। ଆମେନ୍। ପ୍ରେଜ୍ ଦ ଲର୍ଡ।